ହଇଗୋ ସ୍ୱାମୀ ହଇଗୋ ସ୍ୱାମୀ ମୁଇଁ ତମକୁ ସେତେବେଳୁ କହିଲାଣି ନା କିଚେନରେ ଗୋଟେ ବି ପରିବା ନାହିଁ ଯାଇକରି ନେଇ ଆସନା। ଏଇଠି ବସିକିରି ସେଇ ମୋବାଇଲଟା ଡେଲି ଦେଖୁଛ, ଯେମିତି ତା ଉପରେ ଖାଲି ମଉଜ ହରୁଦି ତମେ ଚାଟୁଛ। ତମର କ'ଣ କିଛି କାମ ଧନ୍ଦା ନାହିଁ ହେ? ଅଫିସରୁ ଆସିଯାଉଛ, ଟେବୁଲ ଉପରେ ଗୋଡ଼ ପକେଇକିରି ଗୋଡ଼ ଉପରେ ବସି ଯାଉଛ, ଖାଲି ସେଇ ମୋବାଇଲଟା ରୋଜ ଦେଖୁଛ। ମୁଁ ତ କିଛି ବୁଝି ନାହିଁ ପାରେ, ଭାବି ପାରୁନି ହେ ସେଇ ମୋବାଇଲରେ କ'ଣ ଅଛି। 24 ଘଣ୍ଟା ହିଁ ସେଇଆକୁ ଦେଖୁଛ। ତମେ ତ ଜାଣିଛ ଶ୍ରାବଣ ମାସ ଆସିଗଲା, ଘରେ ତ ଆଇଁଷ ମାଇଁଷ ପଶିବନି ହେ। ତମେ ଯାଇକିରି ପରିବା ଦୁଇଟା ନ ଆଣିଲେ ମୁଇଁ କ'ଣଟା ରୋଷେଇ କରି ତମକୁ ଖାଇବାକୁ ଦେବି? ଏମିତିରେ ତ ବର୍ଷାଟା ହେଉଛି, ତମେ ଦେଖୁଛ ନା। ମୋର କଥା କି କିଛି ଶୁଣୁଛ ନା ଏ କାନରେ ପୁରୀ ସେଇ କାନରେ ବାହାର କରୁଛ ହେ? ହଇଗୋ ସ୍ୱାମୀ। ମମି ମମି ବାପା ମୋବାଇଲ ଦେଖୁନାହାନ୍ତି। ମମି କିସ କହୁଛୁ ଏବେ? ଏଟା ତୋର ବାପା ତ 24 ଘଣ୍ଟା ମୋବାଇଲ ଦେଖୁନାହାନ୍ତି। ମୁଇଁ ତ ଏବେ ଦେଖୁଛି ମୋବାଇଲ ଦେଖୁଛନ୍ତି। ମମି ବାପା ନା ଗୋଟେ ଅଲଗା ଝିଅ ସାଥିରେ ଚାଟିଂ କରୁଛନ୍ତି, ମୋବାଇଲ ଦେଖୁନାହାନ୍ତି। ହଇଗୋ ତମେ ଏନ୍ତା କାମ କରୁଛ ପୁଣି ଏଇ ବୟସରେ? ଆଉ ତମର ବୟସ ଅଛି କି କେଉଁ ଝିଅ ସାଥିରେ ଚାଟିଂ କରିବାର? ତମକୁ ଟିକେ ଲାଜ ସରମ କିଛି ନାହିଁ। ଥାଉ ଥାଉ, ମୁଇଁ ଯାଇକରି ନିଜେ ନେଇ ଆସୁଛି। ଏମିତିରେ ତମର ତ ସଂସାରଟା ଭାସିଗଲା ହେ। କ'ଣ ମୁଇଁ ତମକୁ କହିବି ସ୍ୱାମୀ? ମୁଇଁ କିଛି ବୁଝି ନାହିଁ ପାରେ। ଯାହା କରିବାର କଥା କର, ମୁଇଁ ଯାଉଛି। ହ୍ୟାଲୋ ସାଙ୍ଗମାନେ, ମୁଁ ଫାର୍ଷ୍ଟ ଟାଇମ୍ ଗୋଟେ ଏମିତି କମେଡ଼ି ଆକ୍ଟିଂ କରିଛି, ତ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ଆପଣଙ୍କର ମତାମତ ଦେବେ। ଥ୍ୟାଙ୍କ ୟୁ।